ଭଗବାନ ଜୟ ଜଗନ୍ନାଥ। ଏହି ଗଛର କାଠରେ ନିର୍ମିତ କବାଟ ବଡ଼ ଅମଙ୍ଗଳକାରୀ ହୋଇଥାଏ। ଘରକୁ ଦରିଦ୍ରତା ନେଇକି ଆସିଥାଏ। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଘରର ସାଜସଜ୍ଜା କିମ୍ବା କୌଣସି ଶୁଭ କାର୍ଯ୍ୟ ବିଷୟରେ ହେଉ, ଘରର ମୁଖ୍ୟ ଦ୍ୱାର ସର୍ବଦା ଆମ୍ବପତ୍ରରେ ସଜାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଗଛର ପତ୍ରରେ ଏତେ ବିଶେଷ ଯେ ସେଗୁଡ଼ିକ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟବହୃତ ହୁଏ। ସେହିଭଳି ଘରର ମୁଖ୍ୟ ଦ୍ୱାର କେଉଁ ଗଛର କାଠରେ ନିର୍ମିତ ଏବଂ ସେହି ଗଛର କାଠ ଶୁଭ କି ଅଶୁଭ ତାହା ଜାଣିବା ନିହାତି ଦରକାର। ବନ୍ଧୁଗଣ, କାରଣ ଯଦି ଘରର ମୁଖ୍ୟ ଦ୍ୱାର ଠିକ୍ ଥାଏ ତେବେ କୌଣସି ନେଗେଟିଭିଟି ଏନର୍ଜି ଘରକୁ ପ୍ରବେଶ କରିପାରେ ନାହିଁ ଏବଂ ଆପଣଙ୍କ ପାରିବାରିକ ସର୍ବଦା ସୁଖୀରେ ରହିଥାଏ। ତେବେ ଚାଲନ୍ତୁ ଜାଣିବା କ'ଣ କଲେ ଆମର ଘରର ମୁଖ୍ୟ ଦ୍ୱାର ଠିକ୍ ରହିବ। ଯଦି ଘରର ମୁଖ୍ୟ ଦ୍ୱାର ଠିକ୍ ଦିଗରେ ଥାଏ ତେବେ ଘରର ଲୋକଙ୍କ ସର୍ବଦା ଉନ୍ନତି ହୋଇଥାଏ। କିନ୍ତୁ ଯଦି ଠିକ୍ ଦିଗରେ ମୁଖ୍ୟ ଦ୍ୱାର ଲଗାଯାଇ ନଥାଏ ତେବେ ଘରର ଅନିଷ୍ଟ ଘଟିଥାଏ ଏବଂ ଯଦି ଘରେ ସର୍ବଦା କଳିଝଗଡ଼ା ହେଉଛି ତେବେ ଆପଣ ମୁଖ୍ୟ ଦ୍ୱାର ବାରଣ୍ଡାରେ ଝୁଟି ପକାଇ ଦିଅନ୍ତୁ, ଯାହାଫଳରେ ଘରକୁ ପ୍ରବେଶ କରୁଥିବା ବ୍ୟକ୍ତିର ମନ ପ୍ରସନ୍ନ ରହିବ ଏବଂ ଘରର ମୁଖ୍ୟ ଦ୍ୱାର ସର୍ବଦା କାଠର ହେବା ଉଚିତ ଏବଂ ଏହାର ବାରଣ୍ଡା ରହିବା ଉଚିତ, କାରଣ ଏହା ଆମକୁ ସମ୍ମାନରେ ରହିବା ଶିଖାଇଥାଏ ଏବଂ ଘରର ବାରଣ୍ଡା 3 ରୁ 5 ଇଞ୍ଚ ରହିବା ଠିକ୍ ଅଟେ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଆମ୍ବପତ୍ର ଫୁଲ ଓହଳେଇବା ଠିକ୍ ଅଟେ ଏବଂ ଯଦି ଘରର ବାହାରେ ଆପଣ ଓମ୍ ଶୁଭଲାଭ ଲେଖନ୍ତି ତାହେଲେ ଆପଣଙ୍କ ଘରେ କୌଣସି ଦୁଷ୍ଟ ଆତ୍ମା ପ୍ରବେଶ କରିପାରେ ନାହିଁ ଏବଂ ଘରର ମୁଖ୍ୟ ଦ୍ୱାର ଶିସମ, ରୁଇ, ଅଶୋକ, ନିମ, ଚନ୍ଦନ, ପତଙ୍ଗ, ଅର୍ଜୁନ, ଲୁଧ କାଠରେ ନିର୍ମିତ କରାଗଲେ ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ବିବେଚନା କରାଯାଇଛି। ସେହିଭଳି ବହେଡ଼, ଓସ୍ତ ଗଛ, ବରଗତ, ପକାଣ୍ଡ, କଟକ, କୌଥ ଏହି ବୃକ୍ଷର କଥାରେ ଘରର ମୁଖ୍ୟ ଦ୍ୱାର ନିର୍ମିତ ହେଲେ ଘରର ଅଶୁଭ ହୋଇଥାଏ। ଘରର ମୁଖ୍ୟ ଦ୍ୱାରକୁ ସର୍ବଦା 2 ହାତରେ ଖୋଲିବା ଉଚିତ ଏବଂ ଘରର ଦ୍ୱାରକୁ କେବେ ବି ଖୋଲା ଛାଡ଼ନ୍ତୁ ନାହିଁ, ଯାହା ଯୋଗୁଁ କେହି ଆପଣଙ୍କ ଘରକୁ ଦେଖିପାରୁ। ଏପରି କରିବା ଦ୍ୱାରା ଧନ ଚାଲିଯାଇଥାଏ। ଘରର ଦ୍ୱାର ଶବ୍ଦ କରୁଥିଲେ ତାକୁ ଜଲ୍ଦି ଠିକ୍ କରିଦିଅନ୍ତୁ, ଏହା ଅଶୁଭ ବିବେଚନା କରାଯାଇଥାଏ। ଆପଣ ଘରର ମୁଖ୍ୟ ଦ୍ୱାରକୁ ଯତ୍ନର ସହ ରଖିଲେ ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ଆପଣଙ୍କ ଘରକୁ ଧନ ଆସିଥାଏ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ।